ସମସ୍ତଙ୍କୁ ମିଳିବ ମାଗଣା ପଢ଼ିବାର ସୁଯୋଗ। ମୋହନ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। 12 ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ସରକାରଙ୍କ ମୋହର। ଓଡ଼ିଶାରେ ଶିକ୍ଷା କ୍ଷେତ୍ରରେ ଆଉ ଏକ ଐତିହାସିକ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ରାଜ୍ୟ କ୍ୟାବିନେଟ୍ ବୈଠକରେ ଆଜି 12ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଛି, ଯେଉଁଥିରେ ସବୁଠାରୁ ବଡ଼ ନିଷ୍ପତ୍ତି ହେଉଛି କେଜିରୁ ପିଜି ପାଠପଢ଼ାକୁ ସମ୍ପୂର୍ଣ୍ଣ ମାଗଣା କରିବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ସରକାର ଜ୍ଞାନୋଦୟ ଶିକ୍ଷାରୁ ସମୃଦ୍ଧି ଯୋଜନାକୁ ମଞ୍ଜୁର ଦେଇଛନ୍ତି। ଏହି ଯୋଜନାରେ କଲେଜ ଓ ବିଶ୍ୱବିଦ୍ୟାଳୟରେ ନାମ ଲେଖା ଏବଂ ଟ୍ୟୁସନ ଫିକୁ ସମ୍ପୂର୍ଣ୍ଣ ଛାଡ଼ କରାଯାଇଛି। ଶିକ୍ଷା କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ବଡ଼ ପଦକ୍ଷେପ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା 43ତମ କ୍ୟାବିନେଟ୍ ବୈଠକରେ 8ଟି ବିଭାଗର 12ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଆଉ ଏହା ମଧ୍ୟରେ ସବୁଠାରୁ ଆଲୋଚିତ ତଥା ଯୁଗାନ୍ତକାରୀ ନିଷ୍ପତ୍ତି ହେଉଛି ଜ୍ଞାନୋଦୟ ଶିକ୍ଷାରୁ ସମୃଦ୍ଧି ଯୋଜନା। ରାଜ୍ୟରେ ଏଣିକି କିଣ୍ଡର ଗାର୍ଟେନ ବା କେଜି ଠାରୁ ଆରମ୍ଭ କରି ପୋଷ୍ଟ ଗ୍ରାଜୁଏଟ୍ ବା ପିଜି ପର୍ଯ୍ୟନ୍ତ ସମସ୍ତ ପାଠପଢ଼ାକୁ ସମ୍ପୂର୍ଣ୍ଣ ମାଗଣା କରାଯାଇଛି। ଚଳିତ 2026-27 ଶିକ୍ଷା ବର୍ଷରୁ ଏହି ନିୟମ ଲାଗୁ ହେବ। ଓଡ଼ିଶାର ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ଆଗରୁ ମାଗଣା ଥିବାବେଳେ ଏବେ ନବମ ଶ୍ରେଣୀ ଠାରୁ ଆରମ୍ଭ କରି ଦ୍ୱାଦଶ ଏବଂ ତାପରେ ୟୁଜି ଓ ପିଜି ପର୍ଯ୍ୟନ୍ତ କୌଣସି ଆଡମିସନ ଫି କିମ୍ବା ଟ୍ୟୁସନ ଫି ଦେବାକୁ ପଡ଼ିବ ନାହିଁ। ସରକାରୀ ଏବଂ ସରକାରୀ ଅନୁଦାନ ପ୍ରାପ୍ତ ଶିକ୍ଷାନୁଷ୍ଠାନ ନିୟମିତ ରେଗୁଲାର କୋର୍ସ କରୁଥିବା ପ୍ରାୟ 32 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏହି ସୁବିଧା ପାଇବେ। ଏହି ମେଗା ଯୋଜନା ପାଇଁ ସରକାର ବଡ଼ ଅର୍ଥ ପ୍ରଦାନ କରିଛନ୍ତି। ପ୍ରଥମ ବର୍ଷ ପାଇଁ 895 କୋଟି 57 ଲକ୍ଷ ଟଙ୍କା ଏବଂ ଆଗାମୀ 5 ବର୍ଷ ପାଇଁ 5467 କୋଟି 55 ଲକ୍ଷ ଟଙ୍କାର ବଜେଟ୍ ଅନୁମୋଦନ କରିଛନ୍ତି। ଅର୍ଥ ବିଭାଗରୁ ଯେମିତି କୌଣସି ମେଧାବୀ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷାରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ବ୍ୟବସ୍ଥା କରାଯାଇଛି। ତେବେ ଏଠାରେ ସ୍ପଷ୍ଟ କରିଦେବା ଆବଶ୍ୟକ ଯେ ସେଲ୍ଫ ଫାଇନାନ୍ସ କୋର୍ସ, ବେସରକାରୀ ଶିକ୍ଷାନୁଷ୍ଠାନ ଏବଂ ବୈଷୟିକ ବା ପ୍ରଫେସନାଲ କୋର୍ସଗୁଡ଼ିକ ଏହି ଯୋଜନା ବାହାରେ ରହିବେ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମ ସରକାର ଗରିବ ଏବଂ ମେଧାବୀ ପିଲାଙ୍କ ଉଚ୍ଚଶିକ୍ଷା ସ୍ୱପ୍ନକୁ ସାକାର କରିବାକୁ ପ୍ରତିଶ୍ରୁତିବଦ୍ଧ। ଜ୍ଞାନୋଦୟ ଯୋଜନା ମାଧ୍ୟମରେ କେଜିରୁ ପିଜି ପର୍ଯ୍ୟନ୍ତ ଶିକ୍ଷା ସମ୍ପୂର୍ଣ୍ଣ ମାଗଣା ହେବ। ଶିକ୍ଷା କ୍ଷେତ୍ରରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ ଏଭଳି ଐତିହାସିକ ପଦକ୍ଷେପ ନେଇଛି। ଏହି ନିଷ୍ପତ୍ତି ଦ୍ୱାରା ବିଶେଷ କରି ଗ୍ରାମାଞ୍ଚଳ ଆର୍ଥିକ ଅନଗ୍ରସର ଶ୍ରେଣୀର ପରିବାର ଉପରୁ ପାଠପଢ଼ାର ବୋଝ ହଟିଯିବ ବୋଲି ଆଶା କରାଯାଉଛି। ଏହା ସହିତ କ୍ୟାବିନେଟ୍ର ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମଧ୍ୟ ମୋହର ବାଜିଛି।